ସମାଜ ପାଇଁ ଗୋଟେ ଭଲ ଚିନ୍ତା କରିଛ। କଥା କଣ କି ଏମାନଙ୍କୁ ଘରୁ ବାହାର କରିଦେଲେ କଥାଟା ପ୍ରଘଟ ହେଇଛି। ଲୋକମାନେ ତମ ମୁହଁକୁ ଛି ଛାକର ଛେପ ପକେଇବେ। ବରଂ ଗୋଟେ କାମ କର, ଏ ଦି ଜଣଙ୍କର ବାହାଘର କରିଦିଅ। ଏ 25 ବର୍ଷର ପ୍ରେମ ଶାଶ୍ୱତର ରୂପ ନବ। ଏ ଧର୍ମ ସହିବନି, ଏତେ ବଡ ପାପର ଭାର ଏ ବସୁଧା ସହିବନି। ଏ ବେଦାନ୍ତ ଏ ବୁଢା ମାମୁଟା କଥାକୁ ତୁ ବିଶ୍ୱାସ କର। ଏ ଟାଉଟରଟା ମିଛ କହୁଛନ୍ତି ରେ। କଥାଟା ମିଛ। ତାହେଲେ ଦେବବ୍ରତ ଦାସ ଆଜି ଯାଏ ବିବାହ କରିବି କାହିଁକି? କେବଳ ତମରି ମାନଙ୍କ ପାଇଁ ସମୟ ତାକୁ ଅସହାୟ ଭୀଷ୍ମ ସଜାଇ ଦେଇଛି। ଆଉ ସେଇ ପ୍ରତୀକ୍ଷାବତ ବିସ୍ମର କାହାଣୀ ଆଜି ମୁଁ ପରିସମାପ୍ତି କରିଦେବି। ଏ ସମାଜକୁ ଦେଖାଇଦେବି ଭୀଷ୍ମ ଅବିବାହିତ ରହିବା ଭୁଲ, ଭୁଲ, ମହାଭୁଲ। ଆଜି ଏବେ এই দর্শক দরবারে ভীষ্মর বাহাদুর হব। এমনি নব করতে পাপ লাগিব আমি তবে মুন্ডিয়া ବାହାରକୁ ଜଣା ପଡିବନି। ନିଷ୍ପତ୍ତି ହେଇଛି ମାନେ ତମ ଦୁଇ ଜଣଙ୍କର ବାହାଘର ହବ। ବୈଦିକ ରୀତିନୀତି ଅନୁସାରେ ଏମାନଙ୍କର ବାହାଘର ହବ। ବେଦୀ ବନ୍ଦା ହବ, ପାଗ ପାଣିରେ ଗାଧେଇବେ, ତଳ ମୁକୁଟ ବନ୍ଦା ହବ, ମଙ୍ଗଳ ଶାଢୀ ବି ପିନ୍ଧିବ।
ନିଜ ସ୍ତ୍ରୀ ମଧ୍ୟରେ ସିନ୍ଦୁର ପିନ୍ଧା ହେ ବିଧାତା ସରଶଯ୍ୟା ଯନ୍ତ୍ରଣା ଠାରୁ ଏ ଯନ୍ତ୍ର ଆହୁରି ଭୟଗଲା। ଏ ଯନ୍ତ୍ରଣା ମୁଁ ସହିପାରୁନି ଠାକୁରେ, ମତେ ମୃତ୍ୟୁ ଦିଅ ଠାକୁରେ, ମତେ ମୃତ୍ୟୁ ଦିଅ। ମତେ ମାରୁ ମାରୁ ମାରିଦେବି, ମତେ ମାରୁ ମାରୁ ମାରିଦେବି, ମୋ ମା ମଥାରେ ମୁଁ ସିନ୍ଦୁର ପିନ୍ଧେଇ ପାରିବିନି ସିନ୍ଦୁର ପିନ୍ଧେଇବୁ। ଏବଂ ତୁ ତୋ ମାକୁ ସିନ୍ଦୁର ପିନ୍ଧେଇବୁ। ପାରିବିନି, ପାପ ହବ ପାପ। କାହିଁକି ପାରିବୁନି? କାହିଁକି ପାପ ହବ? ପଥର ଦେହରେ ସିନ୍ଦୁର ଲାଗିଲେ ପଥର ଯଦି ଦେବୀ ମାଇ ଯାଉଛି, ମୋ କଥାରେ ସିନ୍ଦୁର ଲାଗିଲେ ପାପ ହବ କାହିଁକି? ମୋ ମଥାରେ ସିନ୍ଦୁର ପିନ୍ଧେଇ ତୁ ମତେ ଦେବୀ ମା ସଜେଇ ଦେ। ସବୁ ସିନ୍ଦୁର ସ୍ତ୍ରୀ ମଥାରେ ଲାଗେନି, ସେଇ ସିନ୍ଦୁର ମନ୍ଦିର ଭିତରେ ଥିବା ପଥର ଦେହରେ ଦେବୀ ମାଙ୍କ ମଥାରେ ବି ଲାଗେ। ମୋ ମଥାରେ ସିନ୍ଦୁର ପିନ୍ଧେଇ ତୁ ଏଠି ମତେ ଦେବୀ ମା ସଜେଇ ଦେ। ପାରିବିନି ଲୋ ମା, ଦେବ ପାରିବିନି। ତୁ ପୁରା ମତେ କହୁ, ହେ ଦେବୀ ମା, ତୁ ପୁରା ମୋ ମନ ମନ୍ଦିରରେ ଦେବୀ ହେଇ ସାରିଛୁ, ଏ ମନରେ ପାପ ଆସିବ କାହିଁକି? ମୋ ମା ମୋ ପାଇଁ ଗଙ୍ଗା, ମୋ ମା ମୋ ପାଇଁ ଗୟା, ମୋ ମା ମୋ ପାଇଁ ତ୍ରିବେଣୀ ସଙ୍ଗମ, ମୋ ମାର ପାଦ ତଳ ମୋ ପାଇଁ ପୁଣ୍ୟର ଚାରିଧାମ। କାହିଁକି ଯିବି ମୁଁ କାଶୀ ବଦ୍ରୀନାଥ, କାହିଁକି ଯିବି ମୁଁ ଶ୍ରୀକ୍ଷେତ୍ର? ମନ ଯଦି ପବିତ୍ର ଥିବ, ଏଇ ମନ କାଶୀ ବୃନ୍ଦାବନ। মন কাশী বৃন্দাবন বন্ধুরি মন কাশী মন কাশী মন কাশী ଏବେ ତମମାନଙ୍କର ଆଶା ଆକାଂକ୍ଷା ଉତ୍କଣ୍ଠା ପୂରଣ ହେଇଗଲା ନା? ଏବେ ଗୋଟେ ଅସହାୟ ମାର କଥା ଶୁଣ। ତମେ ନିଜେ ଯେତେବେଳେ ଜାଣା ହେଇକି ଜନ୍ମ ହେଲ,